ନମସ୍କାର ଦର୍ଶକ ବନ୍ଧୁ, ଶୁଭ ସକାଳ। ଆଜିର ରହିଛି ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର। ଖବରଟି ଦେଖିବା ପୂର୍ବରୁ ଆପଣମାନେ ଭିଡ଼ିଓକୁ ଲାଇକ୍ କରି କେଉଁ ଜିଲ୍ଲାରେ ଦେଖୁଛନ୍ତି ନିଶ୍ଚିନ୍ତ ଗୋଟିଏ କମେଣ୍ଟ କରିବେ। ଓଡ଼ିଶା ହେବ ମଦମୁକ୍ତ, ରାଜ୍ୟରେ ନିଶା ବ୍ୟବହାର କମିବ, ଏଥିପାଇଁ ନୂଆ ସରକାର ଅଣ୍ଟା ଭିଡ଼ିଲେଣି। ତେବେ ଗତକାଲି ଅନ୍ତର୍ଜାତୀୟ ନିଶା ନିବାରଣ ଦିବସ ଅବସରରେ ରାଜ୍ୟ ଓ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଦମୁକ୍ତ ଓଡ଼ିଶା ବୟାନ ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି। ଚଳିତ ନିର୍ବାଚନ ପୂର୍ବରୁ ନିଶାସକ୍ତ ଓଡ଼ିଶା ପାଇଁ ନିର୍ବାଚନ ଇସ୍ତାହାର ଦେଇ ପ୍ରତିଶ୍ରୁତି ଦେଇଥିଲା ରାଜ୍ୟ ବିଜେପି। ନିର୍ବାଚନ ଇସ୍ତାହାର ଦଳ ପକ୍ଷରୁ ଯେଉଁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହାକୁ ପାଳନ କରିବା ଲାଗି କିଛି କ୍ଷେତ୍ରରେ ସରକାରୀ ଉଦ୍ୟମ କରିସାରିଛନ୍ତି। ଏହି ଦୃଷ୍ଟିରେ ରାଜ୍ୟରେ ମଦ ବିକ୍ରି ନିଷିଦ୍ଧ ହୋଇପାରେ ବୋଲି ଆଶା କରାଯାଉଛି। ଅପରପକ୍ଷରେ ମଦମୁକ୍ତ ଓଡ଼ିଶା ଏବଂ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ସବୁ ବିଧାୟକଙ୍କୁ ପତ୍ର ଲେଖାଯାଇଛି। ତେବେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଯେ ଓଡ଼ିଶାରେ ପର୍ଯ୍ୟାୟକ୍ରମେ ମଦ କାରବାର କମିବ। ସରକାରୀ ସ୍ତରରେ ଅନେକ ରାଜ୍ୟରେ ମଦ ବନ୍ଦ କରାଯାଇଛି। ତେବେ ଓଡ଼ିଶା ମଧ୍ୟ ଆଉ କିଛି ଦିନ ପରେ ବନ୍ଦ ହେବା ଆଶଙ୍କା ରହୁଛି। ଆଉ ବନ୍ଦ ହେଇଗଲେ ସବୁଠାରୁ ଭଲ ବୋଲି କହୁଛନ୍ତି। ଓଡ଼ିଶାରେ ଯେଉଁଭଳି ଛତୁ ଫୁଟିଲା ଭଳି ମଦ ଦୋକାନ ଖୋଲିଛି ତାହାକୁ ଗୋଟିଏ ଦିନ ପରେ ଗୋଟିଏ ଦିନ ବନ୍ଦ କରାଯିବ ବୋଲି କୁହାଯାଉଛି। ସାରା ରାଜ୍ୟରେ ଆହୁରି 4 ଦିନ ଅତି ପ୍ରବଳ ବର୍ଷା, 9 ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି। ତେବେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହୋଇଛି। ପାଣିପାଗ ବିଭାଗ ଅନୁମାନ କରିଛି ଯେ ଆହୁରି 5 ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଆଉ ଏନେଇ ସତର୍କ ସୂଚନା ଜାରି କରିଛି। ତେଣୁ ସେଗୁଡ଼ିକ ହେଲା ମାତ୍ର 1.5 ଘଣ୍ଟାରେ ସ୍ମାର୍ଟ ସିଟିରେ ସାଂଘାତିକ ହୋଇଥିଲା। ଦେଖନ୍ତୁ ଦୃଶ୍ୟ, ସାଂଘାତିକ ହୋଇଥିଲା ସ୍ମାର୍ଟ ସିଟି, ଯାହାକି ଗାଡ଼ି ମଟର ମଧ୍ୟ ଅଟକି ଯାଇଥିଲା। ବୁଧବାର ଦିନ ଅପରାହ୍ନରେ ରାଜଧାନୀରେ ପ୍ରବଳ ହୋଇଥିଲା ବର୍ଷା। ଆଉ 1.5 ଘଣ୍ଟାରେ ସ୍ମାର୍ଟ ସିଟି ପୁରା ବୁଡ଼ି ଯାଇଥିଲା। ଏଭଳି ସ୍ଥିତିରେ ଇସ୍କନ ମଠ ମନ୍ଦିର ପାଖରେ ହ୍ରଦ ପାଲଟି ଯାଇଥିଲା। ଅଣ୍ଟାଏ ପାଣି ମଧ୍ୟ ହୋଇଥିଲା, ଯାହାକୁ ଦେଖି ରାଜ୍ୟବାସୀ ମଧ୍ୟ ଆଶ୍ଚର୍ଯ୍ୟ। ଯଦି ଭୁବନେଶ୍ୱରରେ ଏମିତି ହେଉଛି ତାହେଲେ ସାରା ରାଜ୍ୟରେ କ'ଣ ହେବ, ସେ ନେଇ ମଧ୍ୟ ଏବେ ସତର୍କ ସୂଚନା ଜାରି କରିଛନ୍ତି ପାଣିପାଗ ବିଭାଗ। କିଛି ଜିଲ୍ଲାରେ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବର୍ଷା ସହିତ ପବନ ଘଡ଼ଘଡ଼ି ମଧ୍ୟ ହେବ। ଆଉ ବର୍ଷା ଏବେ 70ରୁ 80 ମିମି ପର୍ଯ୍ୟନ୍ତ ହେବ ଏବଂ ପବନ 30ରୁ 40 ବେଗରେ ପବନ ବୋହିବ ବୋଲି କୁହାଯାଉଛି। ଅଭିଜ୍ଞଙ୍କଠାରୁ ନବାଗତ ଅଧିକ, ତେଣୁ ବିଧାନସଭାକୁ ଆସିଛନ୍ତି 84 ନୂଆ ବିଧାୟକ, ଯାହା ତାଙ୍କ ପାଇଁ ପ୍ରଥମ ଥର। ରାଜ୍ୟରେ ଗଣତନ୍ତ୍ରର ସର୍ବୋଚ୍ଚ ଗୃହରେ ଗରିମା ବଢ଼ାଇବାର ଭାର ଏବଂ ଏମାନଙ୍କ ଉପରେ। ବରିଷ୍ଠ ସଂଖ୍ୟା କମ୍ ଥିଲେ ମଧ୍ୟ ସେମାନଙ୍କ ଆଚରଣ ଏବଂ ଉଚ୍ଚାରଣ ବହୁତ ଗୁରୁତ୍ୱ ରଖୁଛି। କାରଣ ସେମାନଙ୍କଠାରୁ ନବାଗତମାନେ ବିଧାନସଭା ଗୃହ ଭିତରେ ଶିଷ୍ଟାଚାର ଓ କାର୍ଯ୍ୟଧାରା ଶିଖିବେ। ତେଣୁ ବିଧାନସଭାର ପ୍ରଥମ ଅଧିବେଶନକୁ ରାଜନୈତିକ ମହଲ ଅପେକ୍ଷା କରିଛି। ଏହି ଅଧୀନରେ ଜଣାପଡ଼ିବ ଯେ ବରିଷ୍ଠ ଓ କନିଷ୍ଠ ନିଜ ନିଜ ଦାୟିତ୍ୱ କିପରି କାର୍ଯ୍ୟ ନିର୍ବାହୁଛନ୍ତି। ତେଣୁ ବିଜୟୀ ହୋଇଥିବା 84 ଜଣ ନୂଆ ବିଧାୟକ ମଧ୍ୟରୁ ଦଳ ଶାସକ 52 ଜଣ ଅଛନ୍ତି। ତେଣୁ ବିଜେଡିରେ 18, କଂଗ୍ରେସରେ 9 ପ୍ରଥମ ଥର ପାଇଁ ବିଧାନସଭା ଆସିବେ। ଏହା ବାଦ୍ ଚଳିତ ବର୍ଷ 3 ଜଣ ସ୍ୱାଧୀନ ବିଧାୟକ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଚଳିତ ବିଧାନସଭାରେ ସବୁଠାରୁ ବରିଷ୍ଠ ବିଧାୟକ ହେଉଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଆଉ ଆଠଗଡ଼ରୁ 8 ଜଣ ବିଧାନସଭା ପ୍ରତିନିଧିତ୍ୱ କଲେଣି। ତେଣୁ ନୂଆ ବିଧାୟକମାନେ ଆସିବେ, କିପରି ଶିଖିବେ, କ'ଣ କରିବେ, ସବୁ ନେଇ ଆଲୋଚନା ମଧ୍ୟ ଚାଲୁଛି। ତେଣୁ ବିଧାୟକ ମାନେ କ'ଣ କରିବେ ତାଙ୍କ କାର୍ଯ୍ୟ ଉପରେ ନିର୍ଭର କରେ। ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ଜୁଲାଇରେ 7 ଦିନ ସ୍କୁଲ ଛୁଟି। ଦେଖନ୍ତୁ କେଉଁ କେଉଁ ଦିନ ବନ୍ଦ ରହିବ। ତେବେ ଗତକାଲି ସ୍କୁଲରେ କିଛି ପିଲାଙ୍କର ସନଷ୍ଟ୍ରୋକ୍ ହୋଇଥିଲା। ଅଂଶୁଘାତ ପ୍ରଭାବରୁ ସିଧା ମେଡିକାଲରେ ଭର୍ତ୍ତି ହୋଇଥିଲେ। ଆଉ ଏତେ ମାତ୍ରା ଖରା ହୋଇଥିଲା ଯେ ଯାହାଫଳରେ ସହ୍ୟ କରିପାରୁନଥିଲେ କିଛି ଛାତ୍ର। 2 ଛାତ୍ର ସିଧା ମେଡିକାଲରେ ପଡ଼ିଥିଲେ। ଆଉ ଏବେ ପୁଣି ଗ୍ରୀଷ୍ମ ସୃଷ୍ଟି ଶେଷ ହେବାକୁ ଥିଲେ ମଧ୍ୟ କିଛି ଦିନ ସ୍କୁଲ ଖୋଲା ହୋଇଥିଲା। ଆଉ ଏବେ ଜୁଲାଇ ମାସରେ ପୁଣି 7 ଦିନ ସ୍କୁଲ ବନ୍ଦ ରହିବ। ଇଞ୍ଜିନିୟରିଂ ଡିଗ୍ରୀ ଏବଂ ପିଜି ପାଠ୍ୟକ୍ରମ ଆଡମିସନ ପ୍ରକ୍ରିୟା ଚାଲିଛି। କିନ୍ତୁ ଜୁଲାଇ ମାସରେ ବହୁତ ଛୁଟି ଦିନ ଅଛି। ଏନେଇ 7 ଦିନ ସ୍କୁଲ ଛୁଟି ରହିବ ବୋଲି କୁହାଯାଇଛି। ତେବେ ଏହିସବୁ ରାଜ୍ୟରେ ନୂଆ ସରକାର ଆରମ୍ଭ ହେବା ପରେ ଏବେ ନୂଆ ନୂଆ ପ୍ରତିଶ୍ରୁତି ପୂରଣ ହେବା ପାଇଁ ଯାଉଛି। ସୁଭଦ୍ରା ଯୋଜନା ଏବେ 100 ଦିନ ଭିତରେ ଲୋକଙ୍କୁ ମିଳିବ। ରାଜ୍ୟରେ ମୋହନ ସରକାର ଆରମ୍ଭ
ଦିନ ପୂର୍ବରୁ ମଧ୍ୟ ଏସବୁ ପ୍ରତିଶ୍ରୁତି ଦିଆଯାଇଥିଲା ଆଉ ଏବେ ମଧ୍ୟ ତାହା ପାଳନ ହେବା ପାଇଁ ଯାଉଛି। ମୋହନ ଚରଣ ମାଝୀ ପ୍ରଥମ ଦିନରେ 4ଟି ପ୍ରତିଶ୍ରୁତି ସହିତ କ୍ୟାବିନେଟ୍ ମୋହର ମାରିବା ସହିତ ଶୀଘ୍ର ପୂରଣ ହେବ ବୋଲି ଘୋଷଣା କରିଛନ୍ତି। ସେହି ଘୋଷଣା ମଧ୍ୟରେ ସବୁଠୁ ଚର୍ଚ୍ଚାରେ ରହିଛି ସୁଭଦ୍ରା ଯୋଜନା। ତେବେ କିଏ ଏହି ଯୋଜନା ଲାଭ ପାଇବେ, କିଏ କିଏ ବାଦ୍ ପଡ଼ିବେ, ସେ ନେଇ ଚାଲିଛି ଆଲୋଚନା। 100 ଦିନ ଭିତରେ ଏହାକୁ କାର୍ଯ୍ୟକାରୀ କରିବାକୁ ଘୋଷଣା ମଧ୍ୟ କରାଯାଇଛି। ତେଣୁ ସୁଭଦ୍ରା ଯୋଜନା ପାଇବା ପାଇଁ କିଏ ଯୋଗ୍ୟ କିଏ ଅଯୋଗ୍ୟ ଜାଣନ୍ତୁ। ମହିଳାମାନଙ୍କ ପାଇଁ ଓଡ଼ିଶାରେ ବାସିନ୍ଦା ହୋଇଥିବେ ଏବଂ ମହିଳାଙ୍କ ବୟସ 23ରୁ 59 ବର୍ଷ ହୋଇଥିବା ଜରୁରୀ। କେବଳ ବିବାହିତ ମହିଳା ଅନ୍ତର୍ଭୁକ୍ତ ହୋଇପାରିବେ। ଗୋଟିଏ ପରିବାରରୁ ଜଣକୁ ସୁଭଦ୍ରା ଯୋଜନାର ଲାଭ ମିଳିବ ବୋଲି କୁହାଯାଇଛି। ତେବେ ସବୁଠାରୁ ବଡ଼ କଥା ହେଉଛି ଯେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ କ'ଣ ପ୍ରମାଣପତ୍ର ଦରକାର? ଆଧାର କାର୍ଡ଼, ବ୍ୟାଙ୍କ ଆକାଉଣ୍ଟ ଏବଂ ଠିକଣାପତ୍ର, ମୋବାଇଲ ନମ୍ବର, ପାସ୍ ଫଟୋ ଏବଂ ଆୟ ପ୍ରମାଣପତ୍ର ଓ ରାସନ କାର୍ଡ଼ ଦରକାର ବୋଲି କୁହାଯାଉଛି। ଯାହାର ରାସନ କାର୍ଡ଼ ନଥିବ ଏ ଯୋଜନାର ଲାଭ ଉଠାଇ ପାରିବନି ବୋଲି କୁହାଯାଉଛି। ତେଣୁ ଖୁବ୍ ଶୀଘ୍ର ନୋଟିଫିକେସନ ଆସିବ, ଅନଲାଇନରେ ଆବେଦନ ଆରମ୍ଭ ହେବ ବୋଲି କୁହାଯାଉଛି। ତେବେ ସବୁଠାରୁ ବଡ଼ ଖବର ହେଉଛି ଯେ ନୂଆ ଲୋକମାନେ ଏବେ ପାଇବେ ରାସନ କାର୍ଡ଼ ଆଉ 18 କୋଟି ଲୋକଙ୍କର ରାସନ କାର୍ଡ଼ କଟିଯିବ। ତେବେ ଏହା ଭିତରୁ ଯେଉଁମାନେ ହକଦାର ନୁହେଁ, ଯେଉଁମାନେ ହିତାଧିକାରୀ ନୁହେଁ, ସେମାନେ ରାସନ କାର୍ଡ଼ ବ୍ୟବହାର କରୁଛନ୍ତି, ତ ସେମାନଙ୍କର ରାସନ କାର୍ଡ଼ ଖୁବ୍ ଜଲ୍ଦି କଟିଯିବ। ଆଉ ନୂଆ ଯେଉଁମାନେ ଆପ୍ଲାଏ କରିବେ ତାଙ୍କର ରାସନ କାର୍ଡ଼ ଖୁବ୍ ଜଲ୍ଦି ହେଇଯିବ ବୋଲି କୁହାଯାଉଛି। ସେ ନେଇ ତଦନ୍ତ ମଧ୍ୟ ହେବ। ପ୍ରକୃତରେ ରାସନ କାର୍ଡ଼ ପାଇବାର ଯୋଗ୍ୟ କି ନାହିଁ ସେ ନେଇ ମଧ୍ୟ ତଦାରଖ ହେବ। ତେବେ ରାସନ କାର୍ଡ଼ ଧାରକଙ୍କ ପାଇଁ ଏଇଟା ହେଲା ସବୁଠାରୁ ବଡ଼ ଖବର। ଆଉ ତୁରନ୍ତ କାମ କରାଇ ନିଅନ୍ତୁ, ନହେଲେ ଆପଣଙ୍କ ରାସନ କାର୍ଡ଼ ମଧ୍ୟ କଟିଯିବ। ଯେଉଁମାନେ ପୁରୁଣା ଅଛନ୍ତି, ଯାହାର ରାସନ କାର୍ଡ଼ ଅଛି ଏବଂ ସେମାନେ ଜଲ୍ଦି KYC କରିଦିଅନ୍ତୁ। KYC କରିବା ଫଳରେ ଆପଣଙ୍କର ସବୁ ଡିଟେଲ୍ସ ଜଣାପଡ଼ିଯିବ। ତାପରେ ଆପଣମାନେ ଯାଇକି ମଧ୍ୟ ଯଦି ଯୋଗ୍ୟ ଥିବେ ପୁଣି ରାସନ କାର୍ଡ଼ ଆପଣଙ୍କର ମିଳିଯିବ। ଆଉ ଯଦି ଆପଣ ଯୋଗ୍ୟ ନଥିବେ ତାହେଲେ ରାସନ କାର୍ଡ଼ ଆପଣଙ୍କର କଟିଯିବ, ଯାହାକି ଜୁନ 21 ତାରିଖରୁ ଆରମ୍ଭ ହୋଇଛି। ତେଣୁ ଆପଣମାନେ ଜଲ୍ଦି ଯାଇକି କରେଇ ନିଅନ୍ତୁ ୱେବସାଇଟରେ, ନହେଲେ ପାଖ ଜନସେବା କେନ୍ଦ୍ରରେ। ପ୍ରଧାନମନ୍ତ୍ରୀଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧୀ। ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଏହି ଦୃଶ୍ୟ। ତେବେ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ। ପ୍ରଥମ ଥର ପାଇଁ ସଂସଦରେ ହାତ ମିଳାଇଛନ୍ତି ପ୍ରଧାନମନ୍ତ୍ରୀ ସହିତ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ତେବେ ଅଷ୍ଟାଦଶ ଲୋକସଭା ଲୋକନିର୍ବାଚିତ ବାଚସ୍ପତି ଓମ୍ ବିର୍ଲାଙ୍କ ସ୍ୱାଗତ କରିବା ସମୟରେ ପ୍ରଧାନମନ୍ତ୍ରୀ ରାହୁଲ ଗାନ୍ଧୀ ଉଭୟଙ୍କୁ କରମର୍ଦ୍ଦନ କରୁଥିବାର ଦେଖିବାକୁ ମିଳିଲା। ଓମ୍ ବିର୍ଲା ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ମୋଦି ଏବଂ ରାହୁଲ ଏକା ସାଙ୍ଗରେ ହାତ ମିଶାଇବା ପାଇଁ ଅଭିଧାନ ଗ୍ରହଣ କରିବା ପରେ ଓମ୍ ବିର୍ଲାଙ୍କ ନିଜ ସିଟ୍କୁ ଛାଡ଼ିବାକୁ ଯାଇଥିଲେ ମୋଦି ଏବଂ ରାହୁଲ। ଆଗରେ ଓମ୍ ବିର୍ଲା, ପଛରେ ମୋଦି ଏବଂ ତା ପଛରେ ରାହୁଲ ଗାନ୍ଧୀ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ସଂସଦର ପରମ୍ପରା ଅନୁଯାୟୀ ପ୍ରଧାନମନ୍ତ୍ରୀ ଏବଂ ବିପକ୍ଷ ନେତା ବାଚସ୍ପତି ସାଂସଦ ସିଟ୍ରୁ ଅଧ୍ୟକ୍ଷ ସିଟ୍ ନେଇ ଯିବେ। ତେଣୁ ଲୋକସଭା ବାଚସ୍ପତି ହେବା ପରେ ପ୍ରଧାନମନ୍ତ୍ରୀ ଏବଂ ରାହୁଲ ଗାନ୍ଧୀ ଓମ୍ ବିର୍ଲାଙ୍କୁ ନିଜ ସିଟ୍ ପର୍ଯ୍ୟନ୍ତ ନେଇ ଛାଡ଼ିଥିଲେ। ତେଣୁ ଏହି ସମୟରେ ରାହୁଲ ଗାନ୍ଧୀ ଏବଂ ମୋଦି ହାତ ମିଳାଇଥିଲେ। ଏହି ମୁହୂର୍ତ୍ତ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥିଲା। ଲୋକସଭାର ବାଚସ୍ପତି ନିର୍ବାଚିତ ହୋଇଛନ୍ତି ଓମ୍ ବିର୍ଲା। ଏବେ ବାଚନିକ ଭୋଟରେ ଏବେ ଓମ୍ ବିର୍ଲା ହେଲେ ବାଚସ୍ପତି। ଆଉ ସେଇଠି ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା, ରାହୁଲ ଗାନ୍ଧୀ ମୋଦିଙ୍କ ସହିତ ହାତ ମିଳାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ପୁରୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଡ୍ରୋନ୍ ସର୍ଭେ। 10ଟି ଡ୍ରୋନ୍ ଲାଗିଥିଲା। ତେବେ ଓଡ଼ିଶାରୁ ସୃଷ୍ଟି ହୋଇଥିବା ଡ୍ରୋନ୍ କମ୍ପାନୀ ଆଜି ଆଇସି ଡ୍ରୋନ୍ସ ପକ୍ଷରୁ ପୁରୀ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରକଳ୍ପରେ ଡ୍ରୋନ୍ ସର୍ଭେ କାର୍ଯ୍ୟ ଶେଷ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। 2 ମାସ ଭିତରେ କମ୍ପାନୀ ଏହି ସର୍ଭେ କାର୍ଯ୍ୟ ଶେଷ କରିଛି ବୋଲି ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବାରେ ସହାୟକ ହୋଇଛି। ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ସହିତ ନିୟମିତ ଭାବେ ନଜର ରଖି କମ୍ପାନୀ ଏବଂ ସ୍ୱଦେଶୀ ଜ୍ଞାନ କୌଶଳରେ ବିକଶିତ ଡ୍ରୋନ୍ ବ୍ୟବହାର କରିବ। ଆଉ 2,203 କୋଟି ଟଙ୍କାର ପ୍ରକଳ୍ପ ଲାଗି ରାଜ୍ୟ ସରକାର ବିଶ୍ୱସ୍ତରୀୟ ଟେଣ୍ଡର ଆହ୍ୱାନ କରିଥିଲେ। ପୁରୀରେ ଏବେ ଶିଶପୁର ବାଲିପାରେ 1165 ଏକର ଜମିରେ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ବିକାଶ ହେବା ପାଇଁ ଯାଉଛି। ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ବାର୍ଷିକ 46 ଲକ୍ଷ ଯାତ୍ରୀ ପରିଚାଳନା ପାଇଁ ବିକାଶ କରାଯାଉଛି। ତେବେ ଏ ସମ୍ପର୍କରେ ଆଇଜି ଡ୍ରୋନ୍ ପ୍ରତିଷ୍ଠାତା ସିଇଓ ଏବେ ଶଙ୍କର କହିଥିଲେ ଯେ ଅତୀତରେ ମେଟ୍ରୋ ଟ୍ରେନ୍, ବୁଲେଟ୍ ଟ୍ରେନ୍, ଖଣି ପ୍ରକଳ୍ପ ସର୍ଭେ କରିଥିଲୁ। ଓଡ଼ିଶାର ପ୍ରଥମ ଥର ପାଇଁ ଏବେ
ବିମାନ ବନ୍ଦରରେ ଆମେ ସର୍ଭେ କରୁଛୁ। ଆଉ କମ୍ପାନୀ ପକ୍ଷରୁ 10ଟି ଡ୍ରୋନ୍ ବ୍ୟବହାର କରାଯାଇଥିଲା ଏହି ସର୍ଭେ ପାଇଁକି। ଏବେ ଖୁବ୍ ଜଲ୍ଦି ପୁରୀରେ ମଧ୍ୟ ବିମାନ ବନ୍ଦର ହେଉ ବୋଲି କୁହାଯାଉଛି। ରଥଯାତ୍ରା ପାଖେଇ ଆସିଲାଣି ଆଉ ରଥ ସଖୀଙ୍କୁ ହିନିମାନ କରୁଛନ୍ତି। ସାତ ମୂର୍ତ୍ତିକୁ ବିଦାରିଲେ କୀଟ। ତେବେ ହିନିମାନ ହେଲେ ରଥର ସଖୀ। ସଖୀ କାଠ ମୂର୍ତ୍ତିକୁ ବିଦାରିଲେଣି ଉଇ ଏବଂ କୀଟ। କିନ୍ତୁ ଏପଟେ ରଥ ତିଆରି ଚାଲିଛି। ଆଉ ରଥ ସଖୀଙ୍କ କ୍ଷତତା ଅବସ୍ଥା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। ମହାରାଣ ସେବକ ଆଉ ଥରେ ସଖୀ କରିବେ କି ନାହିଁ ସେ ନେଇ ମଧ୍ୟ ସୃଷ୍ଟି ହୋଇଛି। ତିନି ରଥରେ ଲାଗୁଥିବା 32ଟି ସଖୀଙ୍କ ମଧ୍ୟରୁ 7ଟି ସଖୀଙ୍କ ଶରୀରରେ କ୍ଷତ ହୋଇଛି ଏବଂ ଅଧା ମୁହଁ ଅଧା ହାତ ମଧ୍ୟ ଅଛି। ରଥଯାତ୍ରା ସରିବା ପରେ ସଖୀଙ୍କୁ ଏଣେ ତେଣେ ରଖିବା ପ୍ରଶ୍ନ ଦାୟିତ୍ୱ ସାରିଥିବାରୁ ଏଭଳି ସ୍ଥିତି ଦେଖାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ମାତ୍ର ଆଉ ଅଳ୍ପ ଦିନ ରହିବା ବେଳେ ଏବେ ହଠାତ୍ ଏତେ ସଖୀ କେମିତି କରିବେ ବୋଲି ସେ ନେଇ ସୃଷ୍ଟି ହୋଇଛି। କାରଣ ସେପଟେ ରଥଯାତ୍ରା ପାଖେଇ ଆସିଥିବା ବେଳେ ରଥ ନିର୍ମାଣ ଆଉ ଅଳ୍ପ ସମୟ ରହିଲା। ରଥ ନିର୍ମାଣ ପାଇଁ ଏକ କରିଦେଇଛନ୍ତି ମହାରଣା ସେବକ। ଆଉ ଏପଟେ 32ଟି ସଖୀ ମଧ୍ୟରୁ 7ଟି ସଖୀଙ୍କର ଅବସ୍ଥା ଏମିତି ହୋଇଯାଇଛି।